ହ୍ୟାଲୋ ହାଇ ଫ୍ରେଣ୍ଡସ୍, ମୁଁ ସ୍ମରଣିକା ଆପଣମାନଙ୍କୁ ୱେଲକମ୍ କରୁଛି ମାଇ ୟୁଟ୍ୟୁବ୍ ଚ୍ୟାନେଲ୍ ମାଉନୱାଲ। ତ ଆପଣମାନଙ୍କର ବହୁତ ସାରା କ୍ୱେଶ୍ଚିନ୍ ଆସିସାରିଲେଣି, ମୁଁ ଦେଖୁଛି। ଆଉ ବିଶେଷ କରି ଆଜି ହେଉଛି ସାବିତ୍ରୀ ବ୍ରତ। ଯେଉଁମାନେ ସାବିତ୍ରୀ ବ୍ରତ କରିଛନ୍ତି ସେମାନଙ୍କୁ ଢେର ସାରା ଶୁଭକାମନା। ଆଉ ସାବିତ୍ରୀ ବ୍ରତ ତ ଏଇଟା ମୋର ଫାଷ୍ଟ। ଆଉ ମୁଁ ଯେତିକି ଜାଣିଛି ସତ୍ୟବାନଙ୍କ ପାଇଁ ସାବିତ୍ରୀ ଯମରାଜଙ୍କ ସହିତ ବି ଲଢ଼େଇ କରିଥିଲେ, ଯମରାଜଙ୍କ ସହିତ ବି ଲଢ଼େଇ କରିଥିଲେ। ଆଉ ଆଜିକାଲି ସାବିତ୍ରୀ ତ କେତେ ପ୍ରକାର ଅଛନ୍ତି ତ ଆପଣମାନେ ଜାଣିଛନ୍ତି। ଗୋଟେ ହେଉଛନ୍ତି ଯେଉଁମାନେ ବାହା ହେଇନାହାନ୍ତି, ସେମାନେ ଲୁଚିକି ସାବିତ୍ରୀ ବ୍ରତ କରୁଛନ୍ତି, ଖାଉନାହାନ୍ତି ପିଉନାହାନ୍ତି ସାବିତ୍ରୀ ବ୍ରତ କରୁଛନ୍ତି କଲା। ସେକେଣ୍ଡ ହେଉଛନ୍ତି ଯେଉଁମାନେ ମ୍ୟାରେଜ୍ କରିଛନ୍ତି, ସେମାନେ ଯେଉଁମାନେ ସ୍ୱାମୀକି ବହୁତ ଭଲ ପାଆନ୍ତି, ସେମାନେ ପୁରା ନିଷ୍ଠାର ସହିତ ସାବିତ୍ରୀ ବ୍ରତ କରୁଛନ୍ତି। ଆଉ କିଛି ଜଣ ଅଛନ୍ତି ଖାଇକି ସେ ଖାଇକି ବି ସେ ସାବିତ୍ରୀ ବ୍ରତ କରୁଛନ୍ତି। ଆଉ କିଛି ଜଣ ଅଛନ୍ତି ସାବିତ୍ରୀ ବ୍ରତ କରୁଛନ୍ତି ନାଁକୁ ମାତ୍ର, କିନ୍ତୁ ସ୍ୱାମୀ ପାଇଁ ଭଲ ପାଇବା ଟିକେ ବି ନାହିଁ। ତ ମୁଁ ବେଶୀ କିଛି କହୁନି, ଏମିତି ବହୁତ ସାରା ସାବିତ୍ରୀ ବ୍ରତ ଅଛନ୍ତି। ତ ଜୋକ୍ ଥିଲା, କେହି ସିରିୟସ୍ ନେବେନି। ତ ବହୁତ ସାରା କ୍ୱେଶ୍ଚିନ୍ ଆସୁଛି ଯେ ଆଉ ତମେ ଏପର୍ଯ୍ୟନ୍ତ ସାବିତ୍ରୀ ବ୍ରତର କାହିଁକି ଭିଡ଼ିଓ ପୋଷ୍ଟ କରିନ, ଆଉ ସାବିତ୍ରୀ ବ୍ରତର ଫଟୋ ବି ନାହିଁ, ଢେର ସାରା। ଆଉ ତା ଆଗରୁ କହିଦେଉଛି, ମୁଁ କିଛିଟା କ୍ୱେଶ୍ଚିନ୍ କରିଥିଲି ଯେ କ୍ୱେଶ୍ଚିନ୍ ପଚାରିଥିଲି। ତ ସେମାନଙ୍କର ମୋତେ କ୍ୱେଶ୍ଚିନ୍ କରିଛନ୍ତି। କିଛି ଜଣ ପଚାରିଛନ୍ତି ତମର ଲଭ୍ ମ୍ୟାରେଜ୍ ନା ଆରେଞ୍ଜ ମ୍ୟାରେଜ୍। ଆରେ ଭାଇ, ମୁଁ କେତେ ଥର କହିବି, ମୁଁ ତ ଭିଡ଼ିଓ ପୋଷ୍ଟ କରିସାରିଲିଣି, ଲଭ୍ ଷ୍ଟୋରି ଭିଡ଼ିଓ ପୋଷ୍ଟ କରିଦେଇଛି। ଯେଉଁମାନେ ଜାଣିନାହାନ୍ତି ତ ପ୍ଲିଜ୍ ଯାଇକି ଲଭ୍ ଷ୍ଟୋରି ଭିଡ଼ିଓ ଆପଣମାନେ ଦେଖନ୍ତୁ। ମୁଁ ବେଶୀ ଲମ୍ବା କରିନି, କାହିଁକି ନା ତାଙ୍କର ଟାଇମ୍ ମିଳୁନି, ସେଥିପାଇଁକା ମୁଁ ଲଭ୍ ଷ୍ଟୋରି ଭିଡ଼ିଓ ବହୁତ ସାରା ବହୁତ କିଛି ଅଛି ତା ଭିତରେ, ମୁଁ କିଛି ଜାଣିପାରୁନି। ବାସ୍ ଜଷ୍ଟ ଅଳ୍ପ କିଛି ମେନ୍ କିଛି କହିକି ବାସ୍ ଏଣ୍ଡ କରିଦେଇଛି। ଆଉ ଗୋଟେ କଥା ବି ମୁଁ ତା ଭିତରେ କହିନି, ମେନ୍ କଥା, ରଜରେ ଆମ ଦେଖଣ ଚାଣ ପରେ ଆମ ରଜ ହେଇଥିଲା କେତେ 14, 15, 16, ଆମର 17 ଆମର ଥିଲା ପ୍ରି ୱେଡ଼ିଂ, 18 ତାରିଖ ଆମ ନିର୍ବନ୍ଧ ଥିଲା, ଏଙ୍ଗେଜମେଣ୍ଟ, ରିଙ୍ଗ ସେରିମନି ହେଇନଥିଲା। ତ ଆମେ କ'ଣ କରିଥିଲୁ ନା 14, 15 ତ ସେ ନଥିଲେ, ଭୁବନେଶ୍ୱରରେ ହିଁ ଥିଲେ। ଆଉ 16 ତାରିଖ ହିଁ ଲାଷ୍ଟ ରଜ ଥିଲା। ତ ଆମେ କିଛି ପ୍ଲାନିଂ କରି ଆମେ ଯାଇଥିଲୁ, ମୋ ଭାଇ ସହିତ ମୁଁ ଯାଇଥିଲି ଗୋରେଇନାଥ, ସିଏ ବି ସେଠିକି ଆସିଥିଲେ। ଆଉ ଶାଳା ମନ୍ଦିର ବି ଯାଇଥିଲୁ ଆମେ। ସେତେବେଳେ ଆମର ଦେଖଣ ଚାଣ ସରିଥିଲା, ପୁଅ ବାଲା ଘର ଯେଉଁ ମୁଦି ପିନ୍ଧାନ୍ତି ପୁଅ ବାଲାକୁ ଝିଅ ବାଲା ଘର, ତ ସେଇଟା ସରିଯାଇଥିଲା। ଆମେ ଯାଇଥିଲୁ, ଆମେ ବେଶୀ ଦେଖା ସାକ୍ଷାତ କରିନୁ, ଯେତେ ବି ଦେଖା ସାକ୍ଷାତ କରିଛୁ ମୁଁ ତାଙ୍କ ସହିତ କିଛି ବି ଆଣିନି। ଆଉ ବାସ୍ ଖାଲି ସେ ଦୂରରେ ଠିଆ ହେଇଥାନ୍ତି, ମୁଁ ବାସ୍ ସେଇପଟେ ଯାଏ, ଖାଲି ଆଖିରେ ଦେଖା ହିଁ ହୁଏ। ଆଉ ପାଖରେ ଦେଖା ହେଇଛି ଥରେ ଖୁସିକୁ ନେଇକି ଯାଇଥିଲି, ଆଉ ଥରେ ମୋ ଭାଇ ଯାଇଥିଲା, ଆଉ ଥରେ କିଏ ମନେ ପଡ଼ୁନି। 3 ଥର ହିଁ ପାଖରେ ଦେଖା ହେଇଛି। ଆଉ ନହେଲେ ଆଉ ସବୁବେଳେ ଆମର ଦୂରରୁ ହିଁ ଦେଖାଯାଆନ୍ତି। ସିଏ ଠିଆ ହେଇଥିବେ ରୋଡ଼ ପାଖରେ, ମୁଁ ସେଇପଟେ ଯାଇ ଦୋକାନକୁ ଯାଏ, ଷ୍ଟେସନାରୀ ଦୋକାନ ହଉ କି ପାର୍ଲର ହଉ, ଯୋଉଠି ଯାଏ, ସିଏ ଦେଖିଦିଅନ୍ତି, ମୁଁ ଦେଖିଦିଏ, ବାସ୍ ସରିଲା ଆମର। ଆଉ ସବୁବେଳେ କିନ୍ତୁ 3 ଥର ହିଁ ସେ ପୁଣି ଆମର ନିର୍ବନ୍ଧ ଦେଖଣ ଚାଣ ପରେ ହିଁ ଦେଖା ହେଇଛି, ପାଖାପାଖି ଦେଖା ହେଇନଥିଲା। ଆଉ ମୁଁ କିଛି ବି ତାଙ୍କଠୁ ଆଣିନି। ଆଉ ଯଦି ଭିଡ଼ିଓ ଆପଣମାନେ ଦେଖିନାହାନ୍ତି, ଲଭ୍ ଷ୍ଟୋରି ଭିଡ଼ିଓ, ଆପଣମାନେ ଯାଇ ଜଲ୍ଦି ଦେଖନ୍ତୁ। ବହୁତ ସାରା ଅଛି, ଯେତେବେଳେ ବି ମନେ ପଡ଼ିବ କିଛି ମୁଁ ଯେଉଁଟା କହିନି ମନେ ପଡ଼ିବ, ସେଇଟା ଆପଣମାନଙ୍କ ସହିତ ସେୟାର ନିଶ୍ଚୟ କରିବି। ଆଉ ଲଭ୍ ଷ୍ଟୋରି ଲଭ୍ ନା ଆରେଞ୍ଜ, ତ ସେଇମାନଙ୍କୁ କହୁଛି, ତ ସେ ଭିଡ଼ିଓ ଯାଇ ଦେଖନ୍ତୁ। କେମିତି ମ୍ୟାରେଜ୍ ହେଲା? ଆରେ କେମିତି ମ୍ୟାରେଜ୍ ହେଲା ମୁଁ କ'ଣ କହିବି, କେଉଁ କଥା କେମିତି, କେଉଁ ଟାଇପ୍ର କ୍ୱେଶ୍ଚିନ୍ ପଚାରୁଛନ୍ତି ମୁଁ ବୁଝିପାରୁନି। ତ କେମିତି ମ୍ୟାରେଜ୍ ହେଲା ସେଇଟା ମୋତେ ଠିକ୍ସେ ପଚାରିଲେ ହିଁ ମୁଁ କହିପାରିବି, କେଉଁ ଟାଇପ୍ର ମେସେଜ୍ ମୁଁ ବୁଝିପାରୁନି।
ଦିଦି ତମେ ପ୍ରେଗନେଣ୍ଟ ଅଛ କି? ସେଇଟା ଆଉ ଗୋଟେ ଭିଡ଼ିଓରେ ଆଣିଥିବି, କାହିଁକି ନା ସେଇଟା ମୁଁ କହିପାରିବିନି, କାହିଁକି ନା ସେଇଟା ପ୍ରେଗନେଣ୍ଟ ଥିଲେ ତ ଜଣା ପଡ଼ିବ ନା। ତ ଭିଡ଼ିଓ ବନେଇଦେଲେ କ'ଣ ପ୍ରେଗନେଣ୍ଟ ଅଛନ୍ତି ବୋଲି କ'ଣ ଅଛି କି? ନାଇଁ ନା। ତ ମୁଁ ଭିଡ଼ିଓ ମଦର ଡେ ମଦର୍ସ ଡେର ଭିଡ଼ିଓ ବନେଇଥିଲି ମଦରର। ମୋ ମା ପାଇଁ ବନେଇଥିଲି, ବଟ୍ ମୋ ଫ୍ୟୁଚର ଛୁଆ ପାଇଁ ବି ବନେଇଥିଲି। ତ ସେଇଥିପାଇଁ ବହୁତ ସାରା ପଚାରୁଛନ୍ତି ପ୍ରେଗନେଣ୍ଟ ଅଛ, ପ୍ରେଗନେଣ୍ଟ ଅଛ, ପ୍ରେଗନେଣ୍ଟ ଅଛ, ପ୍ରେଗନେଣ୍ଟ ଅଛ। ମୁଁ ସେଇଟା ଗୋଟେ ବଡ଼ ଭିଡ଼ିଓ ଆଣିବି, କାହିଁକିନା ବହୁତ ସାରା କୋଶ୍ଚିନ୍ ଅଛି, ସମସ୍ତଙ୍କ ନାଁ ହିଁ ନେବି ଯେଉଁମାନେ ମୋତେ ପଚାରୁଛନ୍ତି। ଦିଦି ଆଉ ଭାଇ ତମର ଯୋଡ଼ି ମସ୍ତ। ଥ୍ୟାଙ୍କ ୟୁ ସୋ ମଚ୍। ଆଉ ଏମିତି ଭଲ ପାଇବା ଆପଣମାନଙ୍କର ଆମ ପ୍ରତି ଥାଉ। ତ ଧନ୍ୟବାଦ। ତ ଏମିତି ବହୁତ ସାରା କୋଶ୍ଚିନ୍ ଅଛି, ବେଶୀ ପ୍ରେଗନେଣ୍ଟ ବି ଆସିଛି, ତ ସେଇଟା ବଡ଼ ଭିଡ଼ିଓ ନେଇ ଆସିବି ତ ଆପଣମାନଙ୍କ ପାଖକୁ। କାହିଁକି ନା ଆପଣମାନେ କହିଲେ ବି ବିଶ୍ୱାସ କରିବେନି। ମୁଁ ବି କ'ଣ କରିବି, ଆପଣମାନଙ୍କ ଭାଇନା ହିଁ କହିଲେ ଆପଣମାନେ ଠିକ୍ ବିଶ୍ୱାସ କରିପାରିବେ ଭାବୁଛି। ତ ଏମିତି କିଛି ଥିଲା। ତ ଆଜି ସାବିତ୍ରୀ ବ୍ରତ, ମୁଁ ସାବିତ୍ରୀ ବ୍ରତ କରିଛି ନାଇଁ, ମୁଁ କରିନି, କାହିଁକି ନା ମୋ ଶାଶୁ ଘରେ ସାବିତ୍ରୀ ବ୍ରତ ନାହିଁ। ଜାଣିନି, ମୁଁ ବି ମୋ ବାପଘର ମାନେ ମୁଁ ଯୋଉଠି ରହୁଥିଲି ସେଇଟା ନୁହଁ, ଗୋଟେ ଜନ୍ମସ୍ଥାନ ଖୁଣ୍ଟିଆ ଯୋଉ ତାଙ୍କ ଇଏରେ ବି ସାବିତ୍ରୀ ବ୍ରତ ନଥିଲା। ତ ମୋ ଶାଶୁ ଘର ବି ସାବିତ୍ରୀ ବ୍ରତ ନାହିଁ। ତ ମାନେ କେମିତି ସଂଯୋଗ ଦେଖନ୍ତୁ, ମାନେ ବାପ ଘର ନଥିଲା ତ ଶାଶୁଘରେ ବି ନାହିଁ। ଆଉ ନାହିଁ ସାବିତ୍ରୀ ବ୍ରତ। ଆଉ କେଇ ଜଣ ପଚାରୁଛନ୍ତି, କହୁଛନ୍ତି ଆଉ ଭାଇ ନାହାନ୍ତି, ଡ୍ୟୁଟି ପଳେଇଛନ୍ତି, ସେଥିପାଇଁ ଫଟୋ ଛାଡ଼ିନ ଇଏ କରିନ। ସେମିତି କିଛି ନାହିଁ, ସାବିତ୍ରୀ ବ୍ରତ ନାହିଁ ତ ସେଥିପାଇଁକା କିଛି ବି ମାନେ ପୁରୁଣା ଫଟୋ ଯେତିକି ଥିଲା ତା ସେମିତି ଖାଲି ମନ ବୁଝିଲା ପାଇଁକା ମୁଁ ଛାଡ଼ିଥିଲି, ନହେଲେ ମୋ ଶାଶୁଘର ସାବିତ୍ରୀ ବ୍ରତ ନାହିଁ। ମାନେ ମୋ ଶାଶୁଘର ଇଏରେ ନାହିଁ। ତ ସେଥିପାଇଁକା ମୁଁ ଖାଇ ପିଇକି ଆଜି ଓଷା କରିଛି। ଆଉ ଯେଉଁମାନେ ସାବିତ୍ରୀ ବ୍ରତ କରିଛନ୍ତି ସେମାନେ ଫଟୋ ଭିଡ଼ିଓ ଛାଡୁଛନ୍ତି। ମୋର ଇଚ୍ଛା ହେଉଛି, କାହିଁକିନା ମୁଁ ବି କରିଥିଲେ ଆମର ଯଦି ଥାଆନ୍ତା, ମୁଁ ବି ଯଦି କରିଥାନ୍ତି ମୁଁ ବି ଏମିତି ଫଟୋ ଭିଡ଼ିଓ ଛାଡ଼ିଥାନ୍ତି। ହେଲେ ମୁଁ କ'ଣ କରିବା, ଆମର ସାବିତ୍ରୀ ବ୍ରତ ନାହିଁ, ମୁଁ ବି କରିନି। ଆଉ ମୁଁ ଆପଣଙ୍କ ଭାଇନାଙ୍କୁ ଆପଣମାନଙ୍କ ଭାଇନା ମୋତେ କହିଲେ କ'ଣ ଖାଇବୁ କହ, ମୁଁ ଆପଣମାନଙ୍କ ଭାଇନାଙ୍କୁ ଅର୍ଡ଼ର ଦେଇଛି। ତ ଆପଣମାନଙ୍କ ଭାଇନା ମୋ ପାଇଁ ବହୁତ ସାରା ଢେର ସାରା ଖାଇବା ଜିନିଷ ଆଣିକି ଆସିବେ। କାହିଁକିନା ସାବିତ୍ରୀ ବ୍ରତରେ ସ୍ୱାମୀମାନେ, ବାପ ଘର କଥା ଛାଡ଼ନ୍ତୁ, ସ୍ୱାମୀମାନେ ଫଳମୂଳ ସବୁ ଆଣିକି ଦେଇ ଦିଅନ୍ତି ସ୍ତ୍ରୀ ଖାଇବେ ବୋଲି। ତ ମୁଁ ଆଜି ସାବିତ୍ରୀ ବ୍ରତରେ, ତ ସାବିତ୍ରୀ ବ୍ରତ ନାହିଁ ତା ବୋଲି କ'ଣ ମୁଁ ଖାଇବିନି? ସେଥିପାଇଁକା ମୁଁ ଆପଣମାନଙ୍କ ଭାଇନାଙ୍କୁ କହିଛି କି ପାଇଁ କ'ଣ ଖାଇବା ଜିନିଷ ନେଇକି ଆସିବ, ଆଉ ସେ ନେଇକି ଆସିବେ। ଆଉ ମୁଁ ଖାଇବି, ଆପଣମାନଙ୍କୁ ଦେଖେଇବି। ଆଉ ଭାବିଛି ତାକୁ ଚ୍ୟାଲେଞ୍ଜ କରିବି, ଫୁଡ୍ ଚ୍ୟାଲେଞ୍ଜ। ତ ସାବିତ୍ରୀ ବ୍ରତ ବିଷୟରେ କହିଲି, ତାପରେ ମୁଁ ଏ ଭିଡ଼ିଓ କିଛି ପୋଷ୍ଟ କରିନଥିଲି, କାହିଁକିନା ମୋ ଦେହ ଟିକେ ଖରାପ ହେଇଥିଲା, ଭିଡ଼ିଓ କିଛି ପୋଷ୍ଟ କରିନଥିଲି। ତ ଅପା ଆସିଥିଲେ, ମାନେ ଆପଣଙ୍କ ଭାଇନାଙ୍କର ନିଜ ଭଉଣୀ। ତ ବହୁତ ଜଣ ପଚାରୁଥିଲେ ତମ ଶାଶୁଘରେ କିଏ କିଏ ଅଛନ୍ତି, ମୁଁ ସବୁବେଳେ କୁହେ ମୋ ନଣନ୍ଦ ଜଣେ, ଆଉ ଦେଢ଼ଶୁର, ଆଉ ମୋ ସ୍ୱାମୀ, ତିନି ଭାଇ ଭଉଣୀ। ଆଉ ଶାଶୁ ନାହାନ୍ତି, ଶ୍ୱଶୁର ଅଛନ୍ତି। ତ ସବୁବେଳେ କୁହେ, କିନ୍ତୁ ସମସ୍ତେ କୋଶ୍ଚିନ୍ ବି ପଚାରନ୍ତି ତମ ନଣନ୍ଦ କାହିଁକି ତୁମ ବାହାଘରରେ ଆସିନଥିଲେ, ତାଙ୍କ ଫ୍ୟାମିଲି କେହି ବି ଦେଖାଯାଉନଥିଲେ, ଇଏ କରୁନଥିଲେ, ବହୁତ ସାରା କୋଶ୍ଚିନ୍ ଆସେ। ଏମିତିକି ବି ମୋ ନିଜ
ଜଣାଶୁଣାରେ ବି ସମସ୍ତେ ପଚାରନ୍ତି କାହିଁକି ଆସୁନଥିଲେ। ତ ମୁଁ କହୁଛି କାହିଁକି ନା ମାଙ୍କ ଡେଥ୍ ପରେ ତାଙ୍କୁ ଭଲ ଲାଗେନି ଆସିବା ପାଇଁ, ସେଥିପାଇଁକା ସେ ଆସନ୍ତି ନାହିଁ। ଆଉ କିଛି ବି ଇସ୍ୟୁ ଗୋଟେ ଥିବ ବୋଧେ, ସେଥିପାଇଁ ମୁଁ ବି ଜାଣିନି ସେ ବିଷୟରେ କିଛି। ଆଉ ସେ ଆସନ୍ତିନି। ତ କିନ୍ତୁ ସିଏ ମୋ ପାଖକୁ ଆସିଥିଲେ। ଆଉ ମତେ ସେ ବହୁତ ଭଲ ପାଆନ୍ତି। ବାହାଘର ପୂର୍ବରୁ ବି ତାଙ୍କ ସହିତ କଥା ହୁଏ, ବାହାଘର ପରେ ବି ମୁଁ ତାଙ୍କ ସହିତ କଥା ହୁଏ। ଆଉ ସେ ଘରକୁ ଆସିଲେ ସତ, କିନ୍ତୁ ମୋ ସହିତ ପୁରା କ୍ଲୋଜରେ ମିଶନ୍ତି। ଆଉ ବିଶେଷ କରି ତାଙ୍କ ଭାଇଙ୍କୁ, ମାନେ ଆପଣଙ୍କ ଭାଇନାଙ୍କୁ ସେ ବହୁତ ସାରା ଭଲ ପାଆନ୍ତି। ତ ଇଏ ମୋ ଭଣଜା ଆଉ ମୋ ନଣନ୍ଦ। ତ ତାଙ୍କ ଭାଇଙ୍କୁ ସେ ବହୁତ ସାରା ଭଲ ପାଆନ୍ତି, ଏତେ ଭଲ ପାଆନ୍ତି ଭାଇ ଭଉଣୀଙ୍କ ଷ୍ଟୋରି ମାନେ ମାନେ ଲୁହରେ ପୁରା ଇଏ ହେଇଯାଏ। ଆଉ ଏମିତି ସବୁବେଳେ ଘଣ୍ଟ ଘୋଡ଼େଇ ରଖିଥାନ୍ତୁ। ତ ମାମୁଁ ଭଣଜାଙ୍କର ଫଟୋ କେତେ, ଆଉ ଭାଇ ଭଉଣୀଙ୍କ ଫଟୋ, ନଣନ୍ଦ ଭାଉଜ ସମସ୍ତଙ୍କ ଫଟୋ ମୁଁ କିଛି ଆଗ ପୋଷ୍ଟ କରିଦେଉଛି। ତାପରେ ଆପଣ ଦେଖିବେ ତାଙ୍କ ସହିତ କିଛିଟା ମେମୋରିଜ। ମୁଁ ତ ବେଶୀ କିଛି ସୁଟ୍ କରିପାରିନଥିଲି କାହିଁକି ନା ଏତେ ଆମେ କଥାବାର୍ତ୍ତାରେ ଭୋଳ ହେଇଗଲୁ। ବହୁତ ଦିନ ପରେ ଦେଖା ସାକ୍ଷାତ ଏତେ ଭୋଳ ହେଇଗଲୁ ଯେ ତାଙ୍କ ସହିତ, ତ ଭିଡିଓ ବନେଇବା ପାଇଁ ହିଁ ମନେ ପଡିଲାନି। ମାନେ ସତ କଥା ଏତେ ଅପା ମାନେ ପୁରା କଥା କହିବେ, ତ ତାଙ୍କ କଥା ଶୁଣି ଶୁଣି ତମର ଟାଇମ ପଳେଇବ, ତ ଭିଡିଓ ବନେଇବା ପାଇଁ ହିଁ ଟାଇମ ମିଳିବନି। ତ ମୁଁ ତାଙ୍କ ସହିତ ଏତେ ମାନେ କଥାବାର୍ତ୍ତା ଇଏ ହେଇଗଲି। ତ ସମସ୍ତେ କୁହନ୍ତି ନଣନ୍ଦ ମାନେ ଖରାପ, ତ ସବୁ ନଣନ୍ଦ ଖରାପ ନୁହଁ କି ସବୁ ଭାଉଜ ଖରାପ ନୁହଁ। ତ ଯେମିତି ଯାହା ଯେମିତି ନବ ସେମିତି ସିଏ ତମକୁ ଭଲ ପାଇବେ। ତ ଏମିତି କିଛି ଥିଲା। ତ ସେ ଆସିକି ବହୁତ ଭଲ ଲାଗିଲା। ଆଉ ବିଶେଷ କରି ମୋ ପାଇଁ ଆସିଛନ୍ତି ଏତେ ବାଟରୁ, ତ ସେଥିପାଇଁ ମତେ ବହୁତ ଖୁସି ଲାଗିଲା। ଆଉ ମତେ ବି ସିଏ ମନେ ପକେଇଲେ କି ଆଉ ମାଉନି ତୁ ଭିଡିଓ ବନେଇନୁ, ତୁ ଫଟୋ ଉଠେଇନୁ, ତ ଫଟୋ ଉଠା। ମୋର ମନେ ନଥିଲା, ସିଏ ମତେ ମନେ ପକେଇଥିଲେ, ତ ବହୁତ ଖୁସି ଲାଗିଲା। ଆଉ ଏତେ ଖୁସି ଲାଗିଲା ଯେ ଆପଣ ମାନଙ୍କୁ କହିବି ମୁଁ ପାରିବିନି। ଆଉ ସେ ଏତେ ମାନେ ଇଏ ଖାଇଛନ୍ତି ଯେ ରୋଷେଇବାସ ଖାଇ ପିଇକି ସେ ଗଲେ। ଆଉ ସକାଳୁ ଆସିଥିଲେ ରାତିରେ ଗଲେ, ତଥାପି ବି ଆମ କଥା ଶୁଣିନଥିଲେ। ବହୁତ ଦିନ ପରେ ଦେଖା ସାକ୍ଷାତ, ତ ସେ ମତେ କହିଲେ କଣ ନବୁ? ମୁଁ କହିଲି ମୋର କିଛି ଦରକାର ନାହିଁ, ତମେ ଆସ ସେତିକି ମୋ ପାଇଁ। ତଥାପି ସେ ତାଙ୍କ ଇଏ ଅନୁସାରେ ଆଣିଥିଲେ ବହୁତ ସାରା। ଆଉ ମୁଁ ଭିଡ଼ିଓ ବନେଇ ପାରିଲିନି। ତ ଆପଣ ମାନଙ୍କ ସହିତ ଭିଡ଼ିଓ ବନେଇଥିଲେ ଆପଣ ମାନେ ବି ବହୁତ ସାରା ଦେଖିଥିବେ। ଆପଣ ମାନେ ଦେଖି ପାରିଥାନ୍ତେ ଆମ ଭିତରେ କେତେ ବଣ୍ଡିଙ୍ଗଟା। ତ ସେଠି ତାପରେ ମୋ ସକ୍ଷମ ଅନୁସାରେ ମୁଁ ତ ଯେତେବେଳେ ଗୋଟେ ଝିଅଟେ ଘରକୁ ଆସିଥିଲି, ତାଙ୍କୁ ତ ନିହାତି କିଛି ଦବା କଥା। ତ ମୋ ଭାଉଜ ହିସାବରେ ମୁଁ ତ ତାଙ୍କୁ ସେ ସବୁ ଦେଇଛି। ତ ମୁଁ ଜାଣିଛି ମା ଥିଲେ ତାଙ୍କୁ ବହୁତ ସାରା ଦେଇଥାନ୍ତେ। କିନ୍ତୁ ମୁଁ ତ ଜାଣିନି ନା, ମୁଁ ତ ମା ଥିଲେ ବହୁତ କିଛି ଦେଇଥାନ୍ତେ, କିନ୍ତୁ ମୁଁ ତ କିଛି ସେ ବିଷୟରେ ଜାଣିନି। ବାସ୍ ଯେତିକି ମୁଁ ଦେଖିଛି ଆମ ଘରେ, ଆଉ ବିଶେଷ କରି ମୁଁ ଯେତେବେଳେ ଯାଏ ଆମ ଘରକୁ, ମୁଁ ଯାହା ସବୁ ଆଣେ ଇଏ କରେ, ମୁଁ ସେଇ ହିସାବରେ ତାଙ୍କୁ ଦେଇଛି। ତାଙ୍କ କେୟାର ବି ସେମିତି ନେଇଛି। ଭାବୁଛି ମୁଁ ଜାଣିଛି ଯେ ଜାଣିଛି ମତେ ବହୁତ ଭଲ ପାଆନ୍ତି। ଆଉ ମୁଁ ଯେମିତି ବି କେୟାର ନେଇଛି ସେ ମତେ ବହୁତ ଭଲ ପାଇବେ। ଆଉ ସେ ଏତେ ବାଟରୁ ଆସିଲେ ମୋ ପାଇଁ, ସେତିକି ମୋ ପାଇଁ ବହୁତ କିଛି। ଆଉ ଭିଡିଓ ମତେ କହିଲେ ଭିଡିଓ ଫଟୋ ଉଠା, ତ ମୁଁ ଆମେ ଉଠେଇଲୁ। ତ ଖାଲି ଅଫସୋସ ରହିଗଲା ଭିଡିଓ ଟୋଟାଲି ଫାଷ୍ଟ ନେକ୍ସଟ ଟାଇମ୍ ଯେତେବେଳେ ତାଙ୍କ ସହିତ ଦେଖା ସାକ୍ଷାତ ହବ, ଆପଣମାନଙ୍କ ସହିତ ନିହାତି ସେୟାର କରିବି। ତ ଏମିତି କିଛି ଥିଲା। ଭିଡିଓ କିଛି ବହୁତ କିଛି ନେଇପାରିନି, ତ କ୍ଷମା କରିଦେବେ। ଆଉ ସମସ୍ତଙ୍କର କୋଶ୍ଚିନ୍ ଥିଲା ତମ ନଣନ୍ଦ କାନ୍ଦେ, ନଣନ୍ଦ କାନ୍ଦେ, ନଣନ୍ଦ କାନ୍ଦେ, ତ ଫାଇନାଲି ମୋ ନଣନ୍ଦକୁ ଆପଣମାନଙ୍କ ସହିତ ସାକ୍ଷାତ କରେଇଲି। ତ ହଁ ଭିଡିଓ ତ ବହୁତ ସାରା ହେଇନି, ତ କିନ୍ତୁ ଫଟୋ ବହୁତ ସାରା ଉଠେଇଛୁ। ଫଟୋରେ ଆପଣମାନଙ୍କ ସାଙ୍ଗରେ କରିଦେଲି। ଭିଡିଓ ଯୋଉ ଅଳ୍ପ ନେଇଛୁ ସେଇଟା ଆପଣଙ୍କ ସହିତ ସେୟାର କରିଦେଲି। ବହୁତ ଭଲ ଲାଗିଲା। ବିଶେଷ କରି ଆଜିକାଲି ଯୁଗରେ ଟଙ୍କା ପଇସା କିଛି ବି ନୁହଁ, ବାସ୍ ଭଲ ପାଇବା ହିଁ ସବୁ କିଛି। ତ ହଁ ଟଙ୍କା ପଇସା ପାଇଁ କିଛି ଜଣ ଇଏ ହଉଥିବେ, କିନ୍ତୁ ସତ କଥା କହିଲେ ଭଲ ପାଇବା ଥିଲେ ନା ସବୁ କିଛି ବିକ୍ରି ହେଇଯିବ। ଆଉ ଭଲ ପାଇବା ଯଦି ନ ଦେଖାଣିଆ ଭଲ ପାଇବା, ସେଟା କିଛି ବି ମିଳେନି। ତ ଆମ ଦେଖାଣିଆ ଭଲ ପାଇବା ଆପଣମାନେ ଜାଣିପାରୁଥିବେ। ତ ମୁଁ ଜାଣିନି, ମୁଁ ଛୋଟ ଭାଉଜଟେ,
ତ କ'ଣ ତାଙ୍କୁ ବି ଇଏ କରିବି। ସିଏ ବଡ଼ ଅପା, ତ ସିଏ ମୋତେ ବହୁତ ସାରା ଭଲ ପାଇବା ଦେବେ। ତ ବିଶେଷ କରି ମୋତେ ବେଶୀ ଖୁସି ଲାଗିଲା ସେ ଭାଇ ଭଉଣୀଙ୍କର ଭଲ ପାଇବା ଦେଖିକି। ତ ସେ ବହୁତ ଦିନ ପରେ ଭାଇ ଭଉଣୀ ଏକାଠି ହେଇଛନ୍ତି, ତ ଏତେ ଖୁସି ସେ ଦୁଇ ଜଣଙ୍କର, ମାନେ ସତରେ ଠାକୁର ସବୁବେଳେ ଘଣ୍ଟ ଘୋଡ଼େଇକି ରଖନ୍ତୁ, କେବେ ବି କାହାରି ଖରାପ ନଜର ସେମିତି ଦୁଇ ଜଣ ହିଁ ନ ଲାଗୁ। ଆଉ ଏମିତି ସେ ଭାଇ ଭଉଣୀଙ୍କ ସମ୍ପର୍କ ସବୁବେଳେ ଥାଉ। ଭାଇ ଭଉଣୀ ବହୁତ ଭଲ ପାଆନ୍ତି। ତ ମୋତେ ସବୁଠୁ ବହୁତ ଖୁସି ଲାଗିଲା ସେ ଭାଇ ଭଉଣୀଙ୍କୁ ଦେଖିକି। ଆଉ ମୋର କିଛି ଦରକାର ନାହିଁ। ତ ଏମିତି କିଛି ଥିଲା ଭିଡ଼ିଓ। ତ ଭିଡ଼ିଓ ଯଦି ଭଲ ଲାଗିଛି ଲାଇକ୍ ସେୟାର ସବସ୍କ୍ରାଇବ୍ ନିହାତି କରିଦେବେ। ବେଲ୍ ଆଇକନ୍କୁ ନିହାତି ପ୍ରେସ୍ କରିଦେବେ। ମାଉଲି ୱାର୍ଲ୍ଡରେ ଫେସବୁକ୍ ଇନଷ୍ଟା ଆଇଡି ଫଲୋ କରିଦେବେ, ଆଉ ସେୟାର ମଧ୍ୟ କରିଦେବେ। ଆଉ ଭିଡ଼ିଓ କେମିତି ଲାଗିଛି କମେଣ୍ଟ ବକ୍ସରେ ନିହାତି କମେଣ୍ଟ କରିଦେବେ। ତ ମୁଁ ସେୟାର କରିପାରିନି ଆପଣଙ୍କୁ ତାଙ୍କ ସହିତ କେମିତି ବିତେଇଥିବା ଟାଇମ୍ ଗୁଡ଼ାକ। ଆଉ ସେଥିପାଇଁ ସରି। ତ ରହିଲି, ଟାଟା ବାଏ ବାଏ, ଜୟ ଜଗନ୍ନାଥ, ଜୟ ମା ଶାରଳା। ନେକ୍ସଟ ଭିଡ଼ିଓ ଆପଣମାନଙ୍କ ସହିତ ବହୁତ ଭଲ লাইক কর, কমেন্ট কর, ভিডিওটা ভাইরাল কর।